जय जय राम। श्री राम जय जय राम। श्री राम जय जय राम। आज सोमवार। ओम नमः शिवाय, ओम नमः शिवाय। 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 ओ सहना भवतु, सहनो भुनक्तु, सह वीर्यं करवावहै, तेजस्विनावधीतमस्तु मा विद्विषावहै। ओम शांति शांति शांति। गुरुर्ब्रह्मा गुरुर्विष्णु गुरुर्देवो महेश्वरः, गुरुरेव परं ब्रह्मा, तस्मै श्री गुरवे नमः। समस्त जन कल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मवित्तवरं। गणेश शरणं शरणं गणेश। गणेश शरणं शरणं गणेश। गणेश शरणं शरणं गणेश। गणेश शरणं शरणं गणेश। वागीश शरणं शरणं वागीश। वागीश शरणं शरणं वागीश। सारीश शरणं शरणं सारीश। सारीश शरणं शरणं सरीश। शरणं सारीश। शरणं सरीश। बोल श्री सिद्धि विनायक स्वामी की, जय सद्गुरुनाथ महाराज की। जय। नमः पार्वती पतये, हर हर महादेव। आमे गोटे नुआ ग्रंथटे नौचु, वेदांत सार। এই ଗ୍ରନ୍ଥକୁ କେହି ହେଲେ ପ୍ରାୟ ସାହସ କରନ୍ତିନି ନେବା ପାଇଁ। ଏବଂ ଇଏ ବେଦାନ୍ତ ସାର, ବେଦାନ୍ତର ଗୋଟେ ପ୍ରକୃଷ୍ଟ ଗ୍ରନ୍ଥ ଅଛି। କାରଣ ଆପଣମାନେ ଶୁଣୁଛନ୍ତି ଏବଂ ମୋ ଶୈଳୀରେ ଏବଂ ବେଦାନ୍ତ ଶୈଳୀରେ ଶୁଣୁଛନ୍ତି। ମୁଁ ଭାବିଲି କୌଣସି ଗୋଟିଏ ଉପନିଷଦ ପୂର୍ବରୁ ଆଉ ଗୋଟେ ଗ୍ରନ୍ଥ ନେବା ପାଇଁ। ତ ବେଦାନ୍ତ ସାର ହଉଛି ତତ୍ଵବୋଧର ବଡ ଭାଇ। ଟେକ୍ନିକାଲ ୱାର୍ଡ ଅଛି ଏଟାରେ। ଯେମିତି ତତ୍ଵବୋଧରେ ଆତ୍ମା କଣ, ବ୍ରହ୍ମ କଣ, ଇନ୍ଦ୍ରିୟ କଣ, ମନ କଣ, ଯୋଉଟା ସେଟାରେ ନାହିଁ ମଧ୍ୟ ଏଟାରେ ବେଶୀ ଅଛି। ତେଣୁ ବେଦାନ୍ତ ସାରକୁ ବହୁତ ସୁନ୍ଦର ପ୍ରାମାଣିକ ଗ୍ରନ୍ଥ ମାନାଯାଏ। ଏବଂ ଶଙ୍କରାଚାର୍ଯ୍ୟଙ୍କର ହିଁ ପରମ୍ପରାରେ, ବର୍ତ୍ତମାନ ମୁଁ ଲେଖକଙ୍କ ବିଷୟରେ କହୁଛି, ଶଙ୍କରାଚାର୍ଯ୍ୟଙ୍କର ହିଁ ପରମ୍ପରାରେ ଜଣେ ଯୋଗୀ ଥିଲେ ସଦାନନ୍ଦ ଯୋଗୀନ୍ଦ୍ର। ସଦାନନ୍ଦ ଯୋଗୀନ୍ଦ୍ର
ତାଙ୍କ ବିଷୟରେ କୁହାଯାଏ ସଦାନନ୍ଦ ଯୋଗୀନ୍ଦ୍ରଙ୍କର ଶିଷ୍ୟଙ୍କର ଶିଷ୍ୟ ପ୍ରଶିଷ୍ୟ ସିଏ, ତାଙ୍କ ନାଁ ହଉଛି ନୃସିଂହ। ସିଏ ଲେଖିଛନ୍ତି ସେ ସୁବୋଧିନୀ ଟୀକା ମାନେ ବେଦାନ୍ତ ସାର ଉପରେ ଲେଖିଛନ୍ତି। ସିଏ ଲେଖିଛନ୍ତି 1588ରେ। 1588ରେ ସିଏ ଲେଖୁଛନ୍ତି ମାନେ ଅ, ତାଙ୍କର ଯୋଉ ଗୁରୁ ଯିଏ ସଦାନନ୍ଦ ସିଏ ନିଶ୍ଚୟ 1500 ହେଇଥିବେ। ତେଣୁ ଭାବନ୍ତୁ ବର୍ତ୍ତମାନ 2022 ହେଲାଣି, ହେଲା 24, 2024 ଏବଂ 1500 କେତେ ହେଲା ନା 5 + 900 ବର୍ଷ ପୂର୍ବରୁ ଏ ଗ୍ରନ୍ଥଟି ଲେଖା ହେଇଛି। ଇଏ ହଉଛି ଗ୍ରନ୍ଥର ଲେଖକ ବିଷୟରେ କହ। ସଦାନନ୍ଦ ଏମିତି ଅନେକ ନାମରେ ବହୁତ ଲୋକ ଅଛନ୍ତି। ସେଇ ଭିତରେ ସଦାନନ୍ଦ ଯୋଗୀନ୍ଦ୍ର କରିକି ନୃସିଂହ ଯିଏ ସଦାନନ୍ଦଙ୍କର ଶିଷ୍ୟର ଶିଷ୍ୟ, ତାଙ୍କ ନାଁ ହଉଛି ନୃସିଂହ ନୃସିଂହ ସ୍ୱାମୀ। ସିଏ ଯୋଉ ଲେଖିଛନ୍ତି ସିଏ ନୃସିଂହ ସରସ୍ୱତୀ ସିଏ ଲେଖିଛନ୍ତି ଏବଂ କହୁଛନ୍ତି କି ମୁଁ ମୋର ଗୁରୁଙ୍କର ଗୁରୁ ପରମ ଗୁରୁଙ୍କୁ ସଦାନନ୍ଦ ଯୋଗୀନ୍ଦ୍ର କୁହନ୍ତି। ଫଳତଃ ଅନେକ ଯୋଉ ସଦାନନ୍ଦ ନାମ ଥାଏ, କାରଣ ନାମ ତ ସେମ୍ ନା, ଯେମିତି ମାଧବାନନ୍ଦ ଅନେକ ଥିବ, ରାମକୃଷ୍ଣ। ମୁଁ ଯେତେବେଳେ ମୋର ଇମେଲ ତିଆରି କଲି ମାଧବାନନ୍ଦ କହିଲା ବେଳକୁ ଅନେକ ଆସିଯାଉଛି। ଖାଲି ମଧ୍ୟ ଆପଣ ମାଧବାନନ୍ଦ ଲେଖିବେ ଗୁଗଲରେ ବାହାର କରିବେ, ମୋର ଆସିଲା ବେଳକୁ ଆହୁରି ଟିକେ ଲେଟ୍ ଲାଗିବ, ଅନେକ ଆସୁଛନ୍ତି। ତେଣୁ ଲେଖିବାକୁ ପଡୁଛି କଣ ମାଧବାନନ୍ଦ ସର ଚିନ୍ମୟ ମିଶନ। ଫଳତଃ ମୋର ଯେତେବେଳେ ୟୁଟ୍ୟୁବ ରହୁଛି ମାଧବାନନ୍ଦ ଗୋଟେ ଚିନ୍ମୟ ମିଶନ ଲେଖିବାକୁ ପଡିଲା। ଠିକ ସେମିତି ସଦାନନ୍ଦ ଯୋଗୀନ୍ଦ୍ର, ତ ସଦାନନ୍ଦ ଯେତେବେଳେ ଯୋଗୀନ୍ଦ୍ର ଲେଖା ହଉଛି କୁହା ହଉଛି ତା ମାନେ ଇଏ ନୃସିଂହ ସରସ୍ୱତୀଙ୍କର ଗୁରୁଙ୍କର ଗୁରୁ। ଅନେକ ସଦାନନ୍ଦ ଅଛନ୍ତି। 1500 ଯିଏ ସଦାନନ୍ଦ ସିଏ ହିଁ ଗ୍ରନ୍ଥଟି ଲେଖିଛନ୍ତି। ଇଏ ଗଲା ବକ୍ତା ବିଷୟରେ। ବର୍ତ୍ତମାନ ଆସନ୍ତୁ ଗ୍ରନ୍ଥ ବିଷୟରେ। ବେଦାନ୍ତ ସାର ଇଏ ବହୁତ ହିଁ ସୁନ୍ଦର ଗ୍ରନ୍ଥ। ଯୋଉମାନେ ବେଦାନ୍ତର ଛାତ୍ର ତାଙ୍କୁ ଏଇଟା ଭଲ ଲାଗିବ। ମୁଁ ବ୍ରହ୍ମଚାରୀ ମାନଙ୍କର କୋର୍ସରେ ପଢେଇଥିଲି 2002-3 ପଢେଇଥିଲି। 2003 ଦୁଇରେ ଆରମ୍ଭ ହେଲା, 4ରେ ସରିଲା। ତ ମୁଁ ମେ ମାସରେ ଆରମ୍ଭ ହେଲା ଆମର। ମୁଁ ନିଜେ କୋର୍ସଟା ମେ ମାସରେ କଲି। ତ ନିଶ୍ଚୟ ହିଁ 2002ର ଲାଷ୍ଟରେ ବା 2003ର ଷ୍ଟାର୍ଟିଂରେ ମୁଁ ନେଇଥିବି ଏଟାକୁ 6 ମାସ ପରେ। ତାପରେ ମୁଁ ଆଜି ଆପଣ ମାନଙ୍କୁ ନଉଛି। ବାକି ପ୍ରବଚନର ମୁଁ ଅନେକ ରେଫରେନ୍ସରେ କହେ, କିନ୍ତୁ ଏଇ ରେଗୁଲାରଲି କ୍ଲାସ୍ ନେବା ପାଇଁ ମୁଁ ସେକେଣ୍ଡ ଟାଇମ୍ ଆପଣ ମାନଙ୍କ ପାଇଁ ସୁଯୋଗ ପାଉଛି। ଆପଣ ମାନେ ମଧ୍ୟ ଅଧିକାରୀ, ବ୍ଲେସଡ ମଧ୍ୟ, ଭାଗ୍ୟବାନ ମଧ୍ୟ, ଅଧିକାରୀ। ଏତେ ସୁନ୍ଦର ଗ୍ରନ୍ଥ ଆଚାର୍ଯ୍ୟଙ୍କ ମନ ଭିତରେ ଯଦି ଆସେ କି ମୁଁ ଏମାନଙ୍କ ପାଇଁ ଏ ଗ୍ରନ୍ଥଟି ନେବି, ତାମାନେ ଜାଣିବା ଦରକାର ଜଣେ ଲୋକ ବି ଶୁଣିବେ ବହୁତ ଲାଭବାନ ହବ। ବହୁତ ହି ସୁନ୍ଦର ଗ୍ରନ୍ଥଟି ବେଦାନ୍ତ ସାର। ଏଇଠି କୌଣସି କାହାଣୀ ନାହିଁ, କୌଣସି ସିଦ୍ଧାନ୍ତ ଅଛି ଲାଷ୍ଟରେ, କିନ୍ତୁ ମୁଖ୍ୟତଃ ଟେକ୍ନିକାଲ ୱାର୍ଡ ଅଛି। ମୁଖ୍ୟତଃ ଟେକ୍ନିକାଲ ୱାର୍ଡ, ଦେନ୍ ଟେକ୍ନିକାଲ ୱାର୍ଡର ତାର ପ୍ରକ୍ରିୟା ଅଛି। ଏବେ ଯେମିତି ମୁଁ କାର ଭିତରେ ବର୍ତ୍ତମାନ ବସିଛି, ଆଜିକାଲି ଇଏ ଭାଇରାଲ ବି ହୁଏ, କାରକୁ କେମିତି ଟ୍ରେନିଂ ଶିଖାଯାଏ। ତେଣୁ ଫାଷ୍ଟ କହିବେ ABC। ଏ ମାନେ କଣ? ଏକ୍ସିଲେଟର। ବି ମାନେ କଣ? ବ୍ରେକ୍। ସି ମାନେ କଣ? କ୍ଲଚ୍। ଦେନ୍ ତାପରେ ତାକୁ ଧରିକି 1 2 3 4 ଦେନ୍ ରିଭର୍ସ ଗିୟର ଶିଖେଇବେ। ଇଏ ହେଲା ଟେକ୍ନିକାଲ ୱାର୍ଡ। ତାପରେ ଷ୍ଟିୟରିଂକୁ କେମିତି ଧରିବା ଉଚିତ ମଧ୍ୟ, ମାନେ ଯଦି କିଏ ସିଧା ଧରିଲା ସେଟାକୁ ଭୁଲ, ଯଦି ସାଇଡରେ ଧରିଲା ଭୁଲ।
ବେଣ୍ଡ ହେଇକି ଧରିବ। ତାପରେ ତାର ପ୍ରାକ୍ଟିକାଲ ଅଛି କେମିତି ଚଲେଇବାକୁ ପଡିବ। ଇଭେନ ହ୍ୟାଣ୍ଡ ବ୍ରେକ୍ କରିବା ପାଇଁ ମଧ୍ୟ ଯେତେବେଳେ ଉପରକୁ ନେওয়া ଯିବ ଆଉ ଦବେଇବାକୁ ପଡିବନି, କିନ୍ତୁ ଯେତେବେଳେ ତଳକୁ ଆଣିବ ଦବେଇବାକୁ ପଡିବ। ସାଧାରଣତଃ ଯିଏ ଭୁଲ କରନ୍ତି କଣ, ତାକୁ ଦବେଇକି ମଧ୍ୟ ଉପରକୁ ନିଅନ୍ତି, ସେଇଟା ଭୁଲ। ମୁଁ ଏଇଟା ଏକ୍ସାମ୍ପଲ ଦେଲି, ମୋ ପାଖରେ ଡ୍ରାଇଭର ଅଛନ୍ତି, ସିଏ ଟିକେ ବୁଝିପାରିବେ କି ସ୍ୱାମୀଜୀ କିଛି କହୁଛନ୍ତି। ତେଣୁ ଏକ୍ସାମ୍ପଲ ରେ ଇଏ ଟେକ୍ନିକାଲ ୱାର୍ଡ ହେଲା, ଯେମିତି ଏକ୍ସେଲରେଟର, ଏ ଇଜ ଗୋଟେ ଏକ୍ସେଲରେଟର, ଟେକ୍ନିକାଲ ୱାର୍ଡ। ସେମିତି ବେଦାନ୍ତ ସାର ଗ୍ରନ୍ଥରେ ଟେକ୍ନିକାଲ ୱାର୍ଡ ବେଶୀ ପାଇବା। ତତ୍ତ୍ୱବୋଧରେ ଅଲରେଡି ପଢି ଦେଇଛନ୍ତି। ଫାଷ୍ଟ ଯେମିତି ସ୍ଥୂଳ ଶରୀର କଣ, ସୂକ୍ଷ୍ମ ଶରୀର କଣ, କାରଣ ଶରୀର କଣ, ଇନ୍ଦ୍ରିୟ କଣ, ମନ କଣ, ଆତ୍ମା କଣ, ସେମିତି ଏଇଟାରେ ଅନେକ ରହିଛି। ଏ ମିନିମମ୍ ମୁଁ ଭାବିଛି 50 ଦିନ ପର୍ଯ୍ୟନ୍ତ ଚାଲିବ, ଇଏ 50 days। ଅଗଷ୍ଟ 31 ପର୍ଯ୍ୟନ୍ତ ମୁଁ କ୍ଲାସ ନେବି, ଆଜିଠାରୁ ଆରମ୍ଭ ହେଲା। ତେଣୁ ସେଥିପାଇଁ ମୁଁ ଆଜି ବନ୍ଦ କରିବା ପାଇଁ ଚାହୁଁନଥିଲି। ମମତା ଯେମିତି ମୁଁ କହୁଥିଲେ କାଲି ରେକର୍ଡିଂ, ନା କାଲି ରାତି 10 ହେଇଗଲା, କାରଣ ଆମେ ଡିସାଇଡ ହିଁ କଲୁ ରାତି 8:30-9ଟା ବେଳେ ବାହାରିବା ପାଇଁ। ତେଣୁ ତୁରନ୍ତ ମୁଁ ଫିର ଆପଣ ମାନଙ୍କୁ ପଠେଇବାକୁ ଥିଲା ଏଇ ଲିଙ୍କ, ତ ମୁଁ କହିଲି ନାଇଁ ସକାଳେ ସକାଳେ କ୍ଲାସ ହେଇଯିବା। ତେଣୁ ସେ ଯାହା ହଉ ଷ୍ଟାର୍ଟ ହେଲା ଭଗବାନ କୃପାରୁ। ସୋମବାର ଆଜି, ଏଣ୍ଡ ଭଗବାନ ଶଙ୍କରଙ୍କର ଆଉ ଷ୍ଟାର୍ଟିଂ ରୁ ମଧ୍ୟ ଗଣେଶଙ୍କର ଆମେ ପୂଜା କରିଦେଲେ, ସେଥିପାଇଁ ଆମେ ଆରମ୍ଭ କରିବା। ତ ବେଦାନ୍ତ ସାରରେ କୌଣସି କ୍ଲିଷ୍ଟ ଆଉ ନାହିଁ। ଯଦିଓ ଟେକ୍ନିକାଲ ସବୁବେଳେ ସମସ୍ତଙ୍କ ଛାତ୍ରକୁ କ୍ଲିଷ୍ଟ ଲାଗେ, ଯେକୌଣସି ସବଜେକ୍ଟରେ ଦେଖନ୍ତୁ, ଆପଣ ମେଡିକାଲ ସାଇନ୍ସ ଯାଆନ୍ତୁ ବା କୌଣସି କ୍ଷେତ୍ରରେ ଟେକ୍ନିକାଲ ୱାର୍ଡ ସବୁବେଳେ କ୍ଲିଷ୍ଟ ହୁଏ। କିନ୍ତୁ ଏଇଠି କ୍ଲିଷ୍ଟ ଥିବା ସତ୍ତ୍ୱେ ସେ ଯୋଉ ବୁଝେଇଛନ୍ତି ସାଇଣ୍ଟିଫିକାଲି, ମାନେ ସେଇ ସମୟରେ ଆଚାର୍ଯ୍ୟ ମାନେ ଏତେ ସୁନ୍ଦର ସାଇଣ୍ଟିଫିକାଲି ବୁଝଉଛନ୍ତି ସ୍ଥୂଳ ଶରୀର କଣ, ସୂକ୍ଷ୍ମ ଶରୀର କଣ, ଯୋଉଟା ଆମେ ଅଲରେଡି ପଢିଛନ୍ତି, ପଞ୍ଚୀକରଣ, ପଞ୍ଚମହାଭୂତ, ଅପଞ୍ଚକୃତ, ହଁ ସବୁ ଡିଟେଲ ବହୁତ ବଢିଆ ଲାଗିବ। ଯୋଉମାନେ ଇଣ୍ଟରେଷ୍ଟ ନେବେ, ଆଉ ମୁଁ କହିବି ଆପଣଙ୍କ ସମୟ ବି ଅଛି, ବହି କିଣି ଦିଅନ୍ତୁ। କାରଣ ଯେତେବେଳେ ଆମେ ଏତେ ଦିନ କ୍ଲାସ ନେବା, ଭାବନ୍ତୁ ଜୁଲାଇ ପୁରା ଆଉ ଅଗଷ୍ଟ ମଧ୍ୟ ନେବା, ତେଣୁ ନିଶ୍ଚୟ 2 ମାସ ପର୍ଯ୍ୟନ୍ତ ବିନା ବହିରେ ଫେର ମଜା ଆସିବନି। ମୁଁ ଆପଣମାନଙ୍କୁ ଯୋଉ ଗ୍ରୁପରେ ପଠେଇଛି ମଧ୍ୟ ଶ୍ଲୋକ ଯାକ 5-6ଟା ପେଜରେ ପଠେଇ ଦେଇଛି। ଶ୍ଲୋକ ଯାକ କିଛି ଯେତିକି ମୁଁ ପଠେଇଛି ମିନିମମ୍ 15 ଦିନର ମେଟେରିଆଲ ପଠେଇ ଦେଇଛି। ଚାହିଁଲେ ତାକୁ ଆପଣ ବାହାର କରିଦେଇ ପାରିବେ ପ୍ରିଣ୍ଟିଂରେ, ପ୍ରିଣ୍ଟ ଆଉଟରେ, ୟା ଆପଣ ଅର୍ଡର ଦେଇଦେବେ। ଆଉ କେତେଟା ବହି ମୁଁ ଦେଇଛି, ସେଟାକୁ ବି ଟୋଟାଲ ପ୍ରିଣ୍ଟ କରିଦେଲେ ଆପଣଙ୍କ ଏକ୍ସପ୍ଲେନେସନ ବର୍ଣ୍ଣନ ମଧ୍ୟ ରହିବ। ତେଣୁ ଆପଣ ପଇସା ପାଇଁ ଚିନ୍ତା କରିବା ଉଚିତ ନୁହେଁ। ଏଇ ଯୋଉ ଜ୍ଞାନ ଦୃଷ୍ଟିରୁ ପଇସା ଇଜ ନଥିଙ୍ଗ। ତେଣୁ ଆପଣଙ୍କର ପ୍ରିଣ୍ଟ ଆଉଟ୍ କରିବାକୁ ଗଲେ ପୁରା ଟୋଟାଲ ବହି ଯଦି 200 ଟଙ୍କା ଖର୍ଚ୍ଚ ହଉଛି, ଚଳିବ। ଆଉ ଯଦି ଅର୍ଡର ଦେଇ ପାରୁଛନ୍ତି, ମିଳିଯାଉଛି, ତାହେଲେ ବି ଚଳିବ। ମୁଁ ଗୋଟେ ଲିଙ୍କ ପଠେଇଥିଲି, ସେଇ ଲିଙ୍କରେ ଆପଣ ଆମାଜନର ବି ଅର୍ଡର ଦେଇ ଦେଇପାରିବେ। ତେବେ ଆପଣ ବୁଝିପାରିବେ ଏବଂ ସାଥିରେ ରହିଲେ ବହୁତ ଭଲ। କିଛି ନହେଲେ ବର୍ତ୍ତମାନ ମୁଁ ଯୋଉ 4-5ଟା ପେଜ ପଠେଇଛି ଗ୍ରୁପରେ, ସେଇଟା ଆପଣ ଯଦି ପ୍ରିଣ୍ଟ ଆଉଟ୍ ବାହାର କରିଦେଇ ପାରିବେ, କାରଣ ମୁଁ କୁନିକୁ କାଲି ଡାଇରେକ୍ଟ କହିଲି ବିଜିରେ ଉପଦେଶ ସାର ସରିଲା, କାଲି ମୋର ବାର୍ଥଡେ ସରିଲା, ତେଣୁ ଆଉ ଆପଣଙ୍କୁ ଜାଣିବୁଝି କି ମୁଁ ଦେଇନଥିଲି ଲିଙ୍କ, କାରଣ କନଫ୍ୟୁଜନ ହବ। ବାର୍ଥଡେ ମର୍ଣ୍ଣିଂ ବି ହେଲା, ବାର୍ଥଡେ ଇଭିନିଂ ବି ହେଲା, କୋଉଟା ଲିଙ୍କ ଦେବି କଣ ସବୁ କନଫ୍ୟୁଜନ ହବ। ତେଣୁ ଧୀରେ ଗୋଟେ ବାଇ ଷ୍ଟେପ ଦେଲି। ଆଉ ବହି ଅଲ ଅନ୍ ସଡନ ଆଉ ଉପଦେଶ ସାର ବେଳକୁ ଆମେ ଡିସାଇଡ କଲେ ସମୟ ଆମ ପାଖରେ ନାହିଁ। ତେଣୁ ଯୋଉମାନେ, ଆଉ ବହି ମଧ୍ୟ ଚିନ୍ମୟ ମିଶନରେ ମିଳେନି, ଅନ୍ୟାନ୍ୟ ସାଧାରଣ ଧର୍ମଗ୍ରନ୍ଥ ଷ୍ଟୋରରେ ବି ମିଳେନି। ତେଣୁ ଆପଣମାନଙ୍କୁ ବର୍ତ୍ତମାନ ଏଇ 3-4 ଦିନ ଭିତରେ ଖୋଜିବାକୁ ପଡିବ। କିଛି ନହେଲେ ଅର୍ଜେଣ୍ଟଲି ପ୍ରିଣ୍ଟ ଆଉଟ୍ ବାହାର କରିଦେବେ। ସେ ଆପଣ ମୋବାଇଲ ଆପଣଙ୍କୁ ନେଇକି ଯିବେ, ଯୋଉମାନେ ଟିକେ ଜାଣିନାହାନ୍ତି, କମ୍ପ୍ୟୁଟର ପାଖକୁ ଯିବେ, ଯୋଉ ଦୋକାନ ଅଛି ଯୋଉ, ସେଇଠି ଯାଇକି ଆପଣ କହିବେ ଏଇଟା ମୋର ବାହାର କରିବାକୁ ଅଛି। ସିଏ ତାର ଲ୍ୟାପଟପରେ ବା କମ୍ପ୍ୟୁଟରରେ ବ୍ୟବସ୍ଥା କରିଦେଇକି ପ୍ରିଣ୍ଟ ଆଉଟ୍ ବାହାର, ଆପଣ ତାର ମୋବାଇଲରେ ପଠାଇଦେବେ, ଦେନ୍ କରିଦେବେ।
ଆଉ ଯୋଉମାନଙ୍କର ସୁବିଧା ଅଛି ଅଫିସ ଆଦି ବହୁତ ସୁବିଧା। ବର୍ତ୍ତମାନ ମଙ୍ଗଳାଚରଣ ଆଜି ବର୍ତ୍ତମାନ ସମୟ ହଉଛି ମୁଁ ଆଉ ଅଧଘଣ୍ଟା ଖଣ୍ଡେ ଏକ୍ସାକ୍ଟ ଅଧଘଣ୍ଟା ମଙ୍ଗଳାଚରଣ ଦିଟା ଶ୍ଲୋକ ନେଇଯିବି, ତାପରେ ଆଜି ସମାପନ କରିଦେବା। ଫିର କାଲିଠୁ ମୁଁ କ୍ଲାସ ନେବି। ଯୋଉମାନେ ବହି ବାହାର କରିଛନ୍ତି ଆଉ ଯୋଉମାନଙ୍କ ପାଖରେ ଅଛି ମଙ୍ଗଳାଚରଣ ଷ୍ଟାର୍ଟ କରିଦେବେ, ମୁଁ ପଢିବି। ଅଖଣ୍ଡମ୍ ସच्चिदानन्दम् अखण्डं सच्चिदानन्दम् अवाङ्मनसगोचरम् अवाङ्मनसगोचरम् आत्मानमखिलाधारम् आत्मानमखि आत्मानमखिलाधारम् आश्रयेऽभीष्टसिद्धये। आश्रयेऽभीष्टसिद्धये। ମନେ ପକାନ୍ତୁ ମଙ୍ଗଳାଚରଣ କଣ ପାଇଁ କରାଯାଏ, ଏଇଠି କ୍ଲିୟରଲି ସେ କହି ଦଉଛନ୍ତି। ଆଉ କୋଉଠି କୋଉଠି ମଙ୍ଗଳାଚରଣ ଥାଏ କିନ୍ତୁ କଣ ପାଇଁ କୁହାଯାଏ ନଥାଏ ଲେଖା, ଆମେ ମାନେ ତାର ଇମ୍ପ୍ଲାଏଡ ମିନିଂ ଭାବିବାକୁ ପଡେ। ମଙ୍ଗଳାଚରଣର ପ୍ରଥମ ହଉଛି ବସ୍ତୁ ନିର୍ଦ୍ଦେଶକ। ବସ୍ତୁ ନିର୍ଦ୍ଦେଶକମ ର ଅର୍ଥ କି ଅ, ବସ୍ତୁକୁ ନିର୍ଦ୍ଦେଶ କରାଯାଉଛି, ପରମାତ୍ମାକୁ ଲକ୍ଷିତ କରାଯାଉଛି, ପରମାତ୍ମାକୁ ଲକ୍ଷିତ କରିବା ପାଇଁ କୁହାଯାଉଛି। ସେ ଷ୍ଟାର୍ଟିଂ ରେ ହେଲା ଅଖଣ୍ଡମ। ଅଖଣ୍ଡମ ମାନେ ପରମାତ୍ମାଙ୍କର ନାଁ, ଏବଂ କଣ୍ଟିନ୍ୟୁ ଦେଖିବାକୁ ଗଲେ ସବୁ ପରମାତ୍ମାଙ୍କ ନାଁ। ଅଖଣ୍ଡମ ସଚ୍ଚିଦାନନ୍ଦମ ଅବାଙ୍ଗ ମାନସ ଗୋଚରମ ଆତ୍ମାନମ ଅଖିଲାଧାର, ଏତେ ସବୁ ଭଗବାନଙ୍କର ନାଁ, ପରମାତ୍ମାଙ୍କର ନାଁ। ଏଣୁ ये ମଙ୍ଗଳାଚରଣ ଯୋଉ ବସ୍ତୁ ନିର୍ଦ୍ଦେଶନ, ବସ୍ତୁ ମାନେ ପରମାତ୍ମା, ପରମାତ୍ମାଙ୍କର ନିର୍ଦ୍ଦେଶ ପାଇଁ କରାଯାଇଛି, ଏଇଟା ପୁରା ଫିଟ୍ ବସି ଯାଉଛି ହେଲା। ଅନେକ ମଙ୍ଗଳାଚରଣର ଅଛି। ଆଉ ଗୋଟେ ହଉଛି ଗ୍ରନ୍ଥ ସମାପ୍ତି ଅର୍ଥମ, ମାନେ ଗ୍ରନ୍ଥ ଠିକରେ ଆରମ୍ଭ ହଉଛି, ସମାପ୍ତି ନାଇଁ ତ ଗ୍ରନ୍ଥ ପ୍ରାରମ୍ଭ ହିଁ ବିଘ୍ନ। ଯେମିତି ବର୍ତ୍ତମାନ ଏଇଠି ବିଘ୍ନ ଥିଲା କିନ୍ତୁ ଆକୁ ଆମେ ବିଘ୍ନକୁ ପାର କରେଇଦେଲେ, କେମିତି ବ୍ୟବସ୍ଥା ହେଇଗଲା। ମୁଁ ସେଥିପାଇଁ ଡ୍ରାଇଭରକୁ କହିଲି କି ତମେ ଶମ୍ଭୁ ବର୍ଡର କ୍ରସ କରିଦିଅ ସୋ ଦ୍ୟାଟ ନେଟୱାର୍କ, କାରଣ ଆମର ପଟିଆଲାରୁ ଯେତେବେଳେ ଶମ୍ଭୁ ବର୍ଡର ହଉ ଗାଁରେ ଯିବାକୁ ପଡୁଛି, ବାଇଚାନ୍ସ କୋଉ ଗାଁରେ ନେଟୱାର୍କ ହବନି, ଏ ଥରେ ଶମ୍ଭୁ ବର୍ଡର କ୍ରସ କରିଦବ ଅମ୍ବାଲା ରୋଡରେ ଆସିବ ଏନଏଚ ରେ, ତ ନିଶ୍ଚୟ ହିଁ ନେଟୱାର୍କ ଜିଓ ଧରିଦବ। ତେଣୁ ଇଏ ହଉଛି କଣ ବିଘ୍ନ, ଇଏ ଆଧି ଭୌତିକ ବିଘ୍ନ। ତିନି ପ୍ରକାର ବିଘ୍ନ ଥାଏ, ଆଧି ଭୌତିକ ବିଘ୍ନ, आधि दैविक विघ्न, आध्यात्मिक विघ्न। आधि भौतिक विघ्न ये वाला सब ठीक सेटिंग हम नेटवर्क चललानी आउ सेटिंग हम जमती गोटे जगार आम रही गोटे साउंड होता डोजर ट्रक आदि, मुझे कहली नहीं आउ टे आगू को चल देर विल बी नो साउंड। तो ये हूँ आधि भौतिक। आधि दैविक कौन, ऑल एंड सडन तबियत खराब हो गला, देह खराब होला, जमती आम डॉक्टर शशि को देखा जाऊँ, तो आधि दैविक। हालांकि शरीर दृष्टि आदि भौतिक हम किंतु किसी अलग सडन ए चलती बिजली मारला चमके वर्षा हो आधि दैविक। आध्यात्मिक मन, मन कण ना आज मोर मन ना क्लास ना प्रवचन एमती भी हुए, कहते आध्यात्मिक। तेणु ये विघ्न न हो ग्रंथ लिखला बेलू मुख्यतः जिते स्टार्टिंग रे तो लिखा करागला ना, आउ तापर से जानी कि मु एथि ग्रंथ लिखुची कि अन्य माने पढ़िबे, तो जिते पढ़िबे ये तो आज नुह गोटे मिनट है पढ़ला सरीगला नुह, यदि आचार्य मुखर शुणा पड़ू कंटिन्यू केते दिन लगे, आमे तो 2 मास सारद, किंतु धीरे धीरे जो पढ़ो बेसी समय लगे। तो ग्रंथ जिते लेखक लिखुंट विचार करके लिखुंट, ये ना कि बसिला तुरंत लिखिले। महाभारत ग्रंथ मत देखुना, वेद व्यास
ଆଉ ଗଣେଶ ଜୀ ଯେତେବେଳେ କଥୋପକଥନ ହେଲେ, ଏବେ ଆମେ ବଦ୍ରିନାଥ ଯାଇଥିଲୁ, ପ୍ରଥମେ ଗଣେଶ ଜୀଙ୍କର ଗୁଫା, ତାପରେ ବେଦବ୍ୟାସଙ୍କର ଗୁଫା ଉପରେ 200-300 ମିଟର ପରେ। ଏମାନଙ୍କର କଣ୍ଡିସନ କଣ ହେଲା ବଦ୍ରିନାଥରେ, କି ମୁଁ କହିବି ଆପଣ ଲେଖିବେ ଏବଂ ଆପଣ କଣ୍ଟିନ୍ୟୁ ଲେଖିବେ, ମଝିରେ ପଳେଇବେନି। ଏବଂ ଗଣେଶ କହିଲେ ଠିକ ଅଛି, ମୁଁ ଲେଖିବି, କିନ୍ତୁ ଆପଣ କଣ୍ଟିନ୍ୟୁ କହିବେ। ଏବଂ ସିଏ କହିଦେଲେ ବେଦବ୍ୟାସ କି ଆପଣ ନ ବୁଝିକି ଲେଖିବେନି, ବୁଝିକି ଲେଖିବେ। ତ କେତେ ସମୟ ଲାଗୁଛି? 1,00,000 ଶ୍ଲୋକ ମହାଭାରତ, ବହୁତ ସମୟ ଲାଗିବ। ସେମିତି ଗ୍ରନ୍ଥ ପରିସମାପ୍ତି ଠିକରେ ହଉ, ଇଏ ହଉଛି ମଙ୍ଗଳାଚରଣର ପ୍ରୟୋଜନ। ଆଉ ଗୋଟେ ପ୍ରୟୋଜନ ହଉଛି ଗୁରୁ ଶିଷ୍ୟର ସମ୍ବନ୍ଧ। ଗୁରୁ ଏଇ ମାଧ୍ୟମରେ, ଇଟ୍ ଇଜ ଏ ବ୍ରିଜ, ଇଟ୍ ଇଜ ଏ ବ୍ରିଜ ବିଟୱିନ୍ ଗୁରୁ ଏବଂ ଶିଷ୍ୟ। ଗୁରୁ ଶିଷ୍ୟ ମାଧ୍ୟମରେ ବ୍ରିଜ ହେଇଯାଉଛି। ଆଉ ଗୋଟେ ହଉଛି ଅ ଦି ଜଣ ଯାକ ମନ ଶାନ୍ତ ହେଇଯାଉଛି। ଦେଖୁନାହାନ୍ତି, ଶ୍ଲୋକ ଯେତେବେଳେ ପଢାଯାଏ ନା, ସେତେବେଳେ ମନଟି ଶାନ୍ତ ହେଇଯାଏ। ଆଉ ଗୋଟେ ହଉଛି ଇନାଗୁରେସନ। ଯେମିତି ଆମେ ରିବନ କାଟୁଛୁ ବା ନଡିଆ ଭାଙ୍ଗୁଛୁ, ସେମିତି ଇଏ ଇନାଗୁରେସନ ହେଇଗଲା। ସେଟା ମୁଁ ମନେ ମନେ ଭାବିଲି ଆଜି ବନ୍ଦ କରିବାନି। ହାଲାକି ଷ୍ଟେପିନରେ ମୁଁ ମମତାକୁ କହିଦେଇଥିଲି ରାତିରେ, ବାଇଚାନ୍ସ ଯଦି ନେଟୱାର୍କ ବନ୍ଦ ହବ, ପ୍ରବଚନ ଶୁଣି ହବନି, ମୋର ଯୋଉ ଉତ୍ତରକାଶୀରେ ପଞ୍ଚବ୍ରହ୍ମ ଉପନିଷଦ ହେଇଛି, ସେଇ ପଞ୍ଚବ୍ରହ୍ମ ଉପନିଷଦ 1 ଟା ଡାଉନଲୋଡ କରିକି ରେଡି ରଖିଥାଉ। ଯଦି ବନ୍ଦ ହେଇଗଲା ତାହେଲେ ତମେ ସେୟା କରିପାରିବ। ତ ସେଥି ନିମନ୍ତେ ରେଡି ଥିଲା, କିନ୍ତୁ ଯାହା ହଉ ବର୍ତ୍ତମାନ ଆମେ ଗାଡିଟାକୁ ବନ୍ଦ କରିକି ଏଟଲିଷ୍ଟ 40-50 ମିନିଟ ଆମେ ଶୁଣିପାରିବା ଭଲରେ, ଶାନ୍ତରେ। ଇଏ ହଉଛି ମଙ୍ଗଳାଚରଣର ପ୍ରୟୋଜନ। ଦେଖନ୍ତୁ, ମାନେ ମୁନି ଋଷି ମାନଙ୍କର ତାଙ୍କ ନାଁ କହନ୍ତି ଦ୍ରଷ୍ଟା। ସେମାନେ ଦୂରଦର୍ଶୀ, ସେମାନେ ଦୂରଦ୍ରଷ୍ଟି ଏବଂ ଦ୍ରଷ୍ଟା। ସେମାନେ ଜାଣିଛନ୍ତି କି ବିଘ୍ନ ସବୁବେଳେ ରହିବ। ସଂସାର ମାନେ ବିଘ୍ନ, ସଂସାରୟମ୍ ବିଘ୍ନୋ, ସଂସାର ମାନେ ବିଘ୍ନ, କିଛି ନା କିଛି ବିଘ୍ନ ରହିବ। ଦେଖନ୍ତୁ, ସେଇ ସମୟରେ ବି ବିଘ୍ନ ଥିଲା, ଏଇ ସମୟରେ ମଧ୍ୟ ବିଘ୍ନ। ବର୍ତ୍ତମାନ ଆଧୁନିକରେ ବିଘ୍ନ ବେଶୀ। ଆଚ୍ଛା, ଆଧୁନିକରେ ଆଧି ଭୌତିକରେ ଯେତେ ସୁବିଧା ବି ଅଛି, ସେତେ ବିଘ୍ନ ମଧ୍ୟ ଅଛି। ଏବେ ଜଣେ ଯଦି କାରରେ ଯିବ, ସୁବିଧା ବି ଅଛି, କିନ୍ତୁ ଯଦି କାର ଖରାପ ହେଇଗଲା, ବିଘ୍ନ ହେଇଗଲା, है ना। ଯେତେ ସୁବିଧା, ସୁବିଧା ବି ଅଛି, ବିଘ୍ନ, ଆକ୍ସିଡେଣ୍ଟ ହେଇଯାଉଛି, ଶରୀର ଖରାପ ହଉଛି। ତ ସାଙ୍ଗେ ସାଙ୍ଗେ ଯେତେ ମେଡିକାଲ ସାଇନ୍ସ ସୁବିଧା ବି ଅଛି, ମେଡିକାଲ ସାଇନ୍ସ ର ଅସୁବିଧା ବି ରହୁଛି। ଆଉ ସବୁଠାରୁ ଆଧ୍ୟାତ୍ମିକ, ମାନେ ମନର ଯୋଉ ଅଶାନ୍ତତା ତ ବେଶୀ ଏଠି। ସତ୍ୟ ଯୁଗରେ ମନର ଅଶାନ୍ତ ଏତେ ନଥିଲା। ସେମାନେ ଅଳ୍ପ ଯାହା କିଛି ମିଳିଯାଉଥିଲା, ସେ ଖୁସିରେ ରହୁଥିଲେ। ଆମମାନଙ୍କୁ ସବୁ ମିଳିଲା ସତ୍ୱେ ଆମେ ଖୁସିରେ ରହୁନୁ, ଆମ ମନ ଅସନ୍ତୁଷ୍ଟ, ଅଶାନ୍ତି। ଜୀବନରେ ସବୁ ପାଇକି ମଧ୍ୟ ଆମ ଜୀବନରେ ନା 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 ରହେ। ସେଥିପାଇଁ ମୁଁ ହସି କହେ ନା, ନା ଚୈତନ୍ୟ। ତୋର ଅର୍ଥ କଣ? ଅନେକ ବିଘ୍ନ ଥାଏ, ସେ ବିଘ୍ନ ମନୁଷ୍ୟର ନଷ୍ଟ ହଉ, ଏଇଥିପାଇଁ ମଧ୍ୟ ମଙ୍ଗଳାଚରଣ କରାଯାଏ। ବର୍ତ୍ତମାନ ମଙ୍ଗଳାଚରଣରେ କଣ କହିବା ପାଇଁ ଚାହୁଁଛନ୍ତି ଆମର ବେଦାନ୍ତ ସାରରେ ସଦାନନ୍ଦ ସ୍ୱାମୀଜୀ କହୁଛନ୍ତି? ଦେଖନ୍ତୁ, ଅଖଣ୍ଡମ, ହଁ, ଆର ଅର୍ଥ କଣ ହଉଛି? 5ଟା ଭଗବାନଙ୍କର, ପରମାତ୍ମାଙ୍କର ଲକ୍ଷଣ କହୁଛନ୍ତି। ଫାଷ୍ଟ ହଉଛି ଅଖଣ୍ଡ, ସେକେଣ୍ଡ ହଉଛି ସଚ୍ଚିଦାନନ୍ଦ, ଥାର୍ଡ ହଉଛି ଅବାଙ୍ଗ ମାନସ ଗୋଚରମ, फोर्थ होची आत्मान, और फिफ्थ होची अखिलाधार। ये होची 5टा भगवान ना। आश्रये, मु आश्रय नौची, आई सरेंडर, मु आश्रय तांकरी, आश्रय रे तांकरी शरण रे जाउची मु। हाँ, कौन पे? अभीष्ट सिद्धाए। अभीष्ट माने मु जोटा चाहूची, मोर जो इष्ट, व्हाट आई वांट, तो मु जोटा चाहूची तार सिद्धि पाई। कौन चाहूची?
लौकिक दृष्टि ये ग्रंथटा परिसमाप्ति चाहूँ ये ग्रंथटा ठीक रे हो एवं अल्टीमेटली अभीष्ट अर्थ मोक्ष परमात्मा प्राप्ति परमात्मा का साक्षात्कार भगवत साक्षात्कार निर्वाण कैवल्य ये होचे अभीष्ट प्रत्येक जीवन रो मध्य यह ही लक्ष्य हवा उचित यह ही अभीष्ट हवा उचित यह ही परमात्मा लक्ष्य हवा उचित तो अभीष्ट सिद्ध से जो अभीष्ट सिद्ध पाई मु करुछि भगवान को कहूछि बर्तमान प्रश्न हो किए से भगवान केते क्लियर कॉन्सेप्ट देखो भगवान परमात्मा पांचटा ना अच्छी गोटे हूँ अखंडम एकमात्र परमात्मा एक ओंकार जोटा कि जपजी साहेब कहते परमात्मा खंड नु परमात्मा एक अखंड अर्थ होची एकम एव अद्वितीय देश काल वस्तु परिच्छेद से परमात्मा जी देश काल वस्तु परिच्छेद अर्थात देश एवं काल एवं वस्तुर परिच्छेद तीन प्रकार भेद थाए अभेद को कहते अखंड खंड माने देश दृष्टि खंड 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 कर जमती देशर खंड करा जाए अब अखंड भारत थिला पाकिस्तान अलग हो गला बांग्लादेश अलग हो गला तब कहते खंड देश दृष्टि सेमती अनेक जगह कोरिया साउथ कोरिया नॉर्थ कोरिया खंड हो गला काल दृष्टि मध्य खंड कौन सेकेंड मिनिट देन घंटा देन 3 घंटा को कहते फिर प्रहर फिर दिन राति खंड हो गला ना कालर खंड देश काल वस्तुर मध्य खंड अच्छी एवं कौन से गोटे वस्तु भांगीदेले खंड हो गला से एवं गछटी अच्छी भांगीदेले खंड हो गला किंतु परमात्मा देश काल वस्तुर द्वारा खंड हो पारिबनी सी हूँ अखंड एवं अभेद भेद 3 प्रकार गोटे हूँ सजातीय भेद आ गोटे हूँ विजातीय भेद आ गोटे हूँ स्वगत भेद कौन एटा अर्थ देखो गोटे सुंदर श्लोकटे अच्छी वृक्षस्व स्वगतो भेद पत्र पुष्प फलादि गोटे गछटे नि गछर पत्र पुष्प एवं फल ये गछ भितर रही अलग नु कहते स्वगत भेद उदाहरण मनुष्यर मध्य हाथ गोड़ आखि को मिसेले शरीर हम किंतु ये हाथ गोड़ आखि अलग अलग कहते स्वगत भेद से हूँ स्वगत भेद वृक्षांतरात सजातीय अब गोटे वृक्ष हूँ आंब वृक्ष आ गोटे वृक्ष हूँ एप्पल वृक्ष आ गोटे वृक्ष हूँ पणस आ गोटे वृक्ष हूँ अलग शालेवान तो वृक्ष उपर वृक्ष भेद हो गला तब कहते वृक्षांतर ये कहते सजातीय भेद जाति वृक्ष जो गोटे जाति किंतु अलग अलग भेद है आउ विजातीय भेद कौन ना वृक्ष मनुष्य नुह मनुष्य पत्थर नुह पत्थर पानी नुह तो ये जो 4टी एग्जांपल मुदेली विजातीय भेद हो गला तेणु संसार जेकोसी वस्तु देखिए ये 3टी भेद रही किंतु परमात्मा 3टी भेद रहित से कहते अखंडम अभेद तथा सद्वस्तुन भेदत्रयम् प्राप्तम निवार्यते अर्थात सद वस्तु रे जो सत से सत श्री अकाल को है सत जो परमात्मा केवे नष्ट हुए नहीं जो परमात्मा अतीत रे थिला वर्तमान रे अछंती और भविष्य रहिवे सी हूँ सत अखंडम ताकू केवे नष्ट करी हो माने ऐक्य अवधारणा अद्वैत
ପ୍ରତିଷେଧ ତ୍ରିବିଧ କ୍ରମାଦ କହୁଛନ୍ତି କଣ ପାଇଁ ଏଇ ଯୋଉ ଆପଣ ସଜାତୀୟ ବିଜାତୀୟ ଆଉ ସ୍ୱଗତ ଭେଦ କହିଲେ ତାହା ଉପନିଷଦରେ ଏକମ୍ ଏବ ଅଦ୍ୱିତୀୟମ୍ କୁହାଗଲା। ପରମାତ୍ମା କିଏ? ନା ପରମାତ୍ମା ହଉଛି ଏକମ୍ ଏବ ଏବଂ ଅଦ୍ୱିତୀୟ। ଏକମ୍ ମାନେ କହୁଛନ୍ତି ଐକ୍ୟ। ପରମାତ୍ମା ଏକ ସବୁଥିରେ ଅଛନ୍ତି ଏ ଐକ୍ୟ। ଏବ ମାନେ एव माने अवधारणा अर्थात सीए ही अच्छे आउ किछि नहीं। अवधारणा माने एइटा ही कॉन्सेप्ट क्लियर जाओ। परमात्मा ही एकमात्र सत वस्तु आउ संसार रे बाकी सब मिथ्या। अवधारणा एव एव माने ही जेमति कौन अरे चारे चीनी ही पड़ी चारे दुग्धमय मय जाओ सेमति अवधारणा एवं एकम एव अद्वितीय माने द्वैत प्रतिषिद्ध द्वैत को नेगेशन ये होचे अखंड। पांचटा परमात्मा का नाच अखंडम। सेकंड है सच्चिदानंदम। से जो परमात्मा से होते सत्य से होते चित्त और से होते आनंद। सत्य चित्त आनंद से परमात्मा सचित आनंद स्वरूप। सत्य कौन जे केबे नष्ट हुए नहीं। चित्त कौन ज्ञान स्वरूप तत्वबोध मन पकांद। ज्ञान स्वरूप जे निज को जाने अन्य को जाने से होचे चित स्वरूप। और जड़ कौन ना जे निज को जाने नहीं अन्य को भी जाने तो से चित आनंद। वे तो उपदेश सार मध्य देखुले कि ज्ञातुमंतरम ज्ञान वर्जित अज्ञानहीन चित ज्ञातुमंतरम किम ज्ञातु ठार आउ कौन अंतर अच्छी से परमात्मा है। और से होची आपूर्ण अव्यय चित सुखम मन पका सी आपूर्ण अव्यय चित सुखम से होचे सुख स्वरूप से होचे आनंद स्वरूप। बाकी जो बाहर जो सुख से होचे दुख स्वरूप। भागवत कौन कह जाए मनुष्य जितेबाला मुंडरे बोझ थाए से दुख रूप हो बोझटा को ओल्लई देले ताको हल्का हो जाए ना तो सेमिति सुख ये विषय को सुख दुख रु टे निवृत्त हो जाए बस। किंतु परमात्मा सुख स्वरूप सच्चिदानंद दीटा गला अखंडम गला सच्चिदानंद अवांग मनस गोचरम मनो बाणीर विषय गोचर माने विषय गोचर मान जानते गो माने गाई गाई जो चरण चारण करे अर्थात भूमि रे क्षेत्र रे तो भूमि क्षेत्र को विषय रूप में कहा जाए। तो मन एवं बाणीर विषय सारा ये संसार टा मन बाणीर विषय। किंतु परमात्मा अवांग मनस गोचर बाणी एवं मनरु अलग तीन टा गला। बर्तमान आउ गोटे देखो कौन आत्मानम सी हूँ आत्मा। नहीं नहीं हमें तो भाभी अखंड सच्चिदानंदम ये तो कोई ब्रह्म परमात्मा कोई दूर रे अच्छा ना ना से ब्रह्म है आम भितर अच्छा आत्मा से जमी बारंबार कह जाऊँ ना एक राम दशरथ का बेटा एक राम घट घट में लेटा एक राम सकल पसारा एक राम सबसे न्यारा। जो सबसे न्यारा अखंडम सच्चिदानंदम अवांग मनस गोचरम कह जाए सी अयमात्मा ब्रह्म से ब्रह्म ही आत्मा मुटे मैं हूँ आत्मानम। और केवल से आत्मानम नुह कौन सी अखिलाधारम एवं अखिला आधार माने ये कहते ईश्वर रूप से ही आत्मा से ही ब्रह्म से ही ईश्वर आश्रय से परमा। कारण आत्मा कहला माने संगे संगे मोर शरीर भितर मोर हृदय भितर छोटोटी अच्छी बामन सदृश क्षुद्र स्वरूप ना 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 से होचंदी कौन अखिल आधार। अखिल माने ये सारा संसार ये संसार रा आधार ये पृथ्वी रा आधार से ये जल पृथ्वी पंच महाभूत तार ऊपर पंचकृत तामस अहंकार राजस अहंकार सात्विक अहंकार महत्त्व
हिरण्यगर्भ प्रकृति तार आधार किए न ब्रह्म। फिर ब्रह्मर आधार के ना ଆଉ ବ୍ରହ୍ମର ଆଧାର କେହି ନା। ବ୍ରହ୍ମର ଆଧାର ପରମାତ୍ମା ନିଜେ। ବ୍ରହ୍ମର ଆଧାର କେହି ନା। ଅଭୀଷ୍ଟ ସିଦ୍ଧ ଅଭୀଷ୍ଟ ସିଦ୍ଧରେ ଦିଟା ଅର୍ଥ ମନେ ରଖିଥାନ୍ତି। ଗୋଟେ ହଉଛି ଗ୍ରନ୍ଥର ସମାପ୍ତି ଅର୍ଥ, ଆଉ ଗୋଟେ ହଉଛି କୈବଲ୍ୟ ଜ୍ଞାନ ପ୍ରାପ୍ତ କରିବା। କିଏ ହଉଛି ଜୀବନର ଅଭୀଷ୍ଟ। ବର୍ତ୍ତମାନ ସେକେଣ୍ଡ ଆଉ ଗୋଟିଏ ମଙ୍ଗଳାଚରଣ କରିଦେବା। अर्थतोऽप्यद्वयानन्दान् अर्थतोऽप्यद्वयानन्दा अतीत द्वैतभानतः अतीतद्वैतभानतः गुरुनाराध्य वेदान्त गुरुनाराध्य वेदान्त सारं वक्षे यथा मति। सारं वक्षे यथा मतिः। यथा मति ଏଇ ଦ୍ୱିତୀୟ ନମ୍ବର ଶ୍ଲୋକରେ ଗୁରୁଙ୍କୁ ପ୍ରଣାମ କରୁଛନ୍ତି। ଦେଖନ୍ତୁ ଆମର ହିନ୍ଦୁ ଧର୍ମ ସନାତନ ଧର୍ମରେ ଗୁରୁ ଶିଷ୍ୟ ପରମ୍ପରାକୁ ବହୁତ ମାନା ଯାଉଛି, ଯୋଉଟା କି ଅଂଗ୍ରେଜ ବା ପାଶ୍ଚାତ୍ୟରେ ନୁହେଁ। ଏବେ ଆପଣ ଜାଣିଛନ୍ତି ମୁଁ ତ ପଞ୍ଜାବରେ ରହୁଛି ବର୍ତ୍ତମାନ। ଶିଖ ଧର୍ମ, ଶିଖର ଅର୍ଥ କଣ? ଶିଖ ମାନେ ଶିଷ୍ୟରୁ ହିଁ ଶିକ୍ଷା ଆସେ। ପଞ୍ଜାବ ଶବ୍ଦରେ ଖ ପ୍ରୟୋଗ ହୁଏ, କିନ୍ତୁ ଆମ ଓଡିଆରେ ମଧ୍ୟ ହୁଏ ନା। କ୍ଷକୁ ଅପରୋକ୍ଷାନୁଭୂତି, ତ ଶ୍ୟକୁ କ୍ଷ ହେଲା, ତ ସେଇ ତାପରେ ହେଇଗଲା ଶିଖ। ତା ମାନେ କଣ? ଶିଷ୍ୟ। ଅନେକ ଗୁରୁଙ୍କ ବିଷୟରେ କଥା ଅଛି। ଏତେ ଦଶମ ଗୁରୁ ହେଲେ ଯେ କୌଣସି ଗୋଟେ ଗୁରୁ ତା ପୂର୍ବରୁ, ଯେମିତି ପଞ୍ଚମ ଗୁରୁ ଚତୁର୍ଥର ଶିଷ୍ୟ, ଷଷ୍ଠ ଗୁରୁ ପଞ୍ଚମର ଶିଷ୍ୟ, ଦଶମ ଗୁରୁ ନବମର ଶିଷ୍ୟ। କୋଉଠି କୋଉଠି ପୁଅ ବି ହେଇଛନ୍ତି, କୋଉଠି କୋଉଠି ତ ପୁଅ ନାହାନ୍ତି, ତାଙ୍କ ପୁଅକୁ ଦେଇନାହାନ୍ତି, ଅନ୍ୟକୁ ଦେଇଛନ୍ତି। ଅର୍ଥାତ୍ ସେ ଯଦି କହୁଛନ୍ତି କୂଅରେ ପଡିଯାଅ, ପଡିଯାଉଥିଲେ। ସେ ଯଦି କହୁଛନ୍ତି ତୁମେ ୟା କର, କରିଦଉଥିଲେ। ମୁଣ୍ଡ କାଟିଦିଅ, କାଟି ଦଉଥିଲେ। ଯୋଉଟା କି ଆମେ ପରଶୁରାମଙ୍କର କଥା ମଧ୍ୟ ଦେଖିଛନ୍ତି। ଯମଦଗ୍ନି କହିଲେ ମାଙ୍କୁ ରେଣୁକାକୁ ତମେ ମାଙ୍କୁ କାଟିଦିଅ, ତ କାଟିଦେଲେ ସାଙ୍ଗେ ସାଙ୍ଗେ। फिर कहले, ମୁଁ ବହୁତ ଖୁସି ହେଲି, ତୁମ ଉପଯୁକ୍ତ ପୁତ୍ର, ବର ମାଗ ନା ମାଙ୍କୁ ବଞ୍ଚେଇ ଦିଅନ୍ତୁ। ଗୁରୁ ଶିଷ୍ୟ ସମ୍ପର୍କ ଯୋଉକି ଆମେ ବିଦେଶରେ ପାଇପାରିବାନି। ହାय ମାନେ टीचर को मध्य हाय ना देके, मिस्टर स्टोन हाउ आर यू, we have not seen you in the college, professor you had gone somewhere, are you in on leave। ଆମେ ଗୁରୁଙ୍କ ସହିତ ଏମିତି ବ୍ୟବହାର କରୁନୁ। କାଲି ମୋର ବାର୍ଥଡେ ଥିଲା, ଆପଣ ମାନେ ପ୍ରାୟ ବହୁତ ଲୋକ ଆଟେଣ୍ଡ କରିଛନ୍ତି। ମର୍ଣ୍ଣିଂ ରେ ବି ଆପଣଙ୍କର ଅନଲାଇନ ରେ ଆପଣଙ୍କ କ୍ଲାସ ରେ ଥିଲା, 9 ଜଣଙ୍କୁ କହିବା ପାଇଁ ସୁଯୋଗ ମିଳିଲା, ଏବଂ ଇଭିନିଂ ରେ ମଧ୍ୟ 6-7 ଜଣ କହିଲେ। ମୁଁ ଦିଟା ଜାଗାରେ ଟକ୍ ରେ ଏହା କହିଲି କି ଯାହା ମୋର ତ ବାର୍ଥଡେ ହେଲା, କିନ୍ତୁ ଆପଣଙ୍କର ଯୋଉ ପ୍ୟାର ଏକ୍ସପ୍ରେସନ ମୁଁ ପାଇଲି। ଆପଣ ମାନେ ଯୋଉ ପ୍ୟାର କରୁଛନ୍ତି, ଯୋଉ ସ୍ନେହ କରୁଛନ୍ତି, ଆପଣ ମାନେ ଜ୍ଞାନ ପ୍ରାପ୍ତ କରୁଛନ୍ତି ମୋ ଠାରୁ, ଏବଂ ସେଇ ଜ୍ଞାନର କୃତଜ୍ଞତା ରୂପରେ ଆପଣ ପ୍ୟାର କରୁଛନ୍ତି, ସ୍ନେହ କରୁଛନ୍ତି। କିନ୍ତୁ ଆପଣଙ୍କ ଭିତରେ ଯୋଉ ଭାବନାଟା, ତାହା ଇଟ୍ ଇଜ ଏନ୍ ଅକେଜନ ଟୁ ଏକ୍ସପ୍ରେସ ଫର ଏକ୍ସପ୍ରେସ। ଠିକ। ତେଣୁ ଦେଖନ୍ତୁ, ଜଣେ ଯଦି ସଦାନନ୍ଦ ଯୋଗୀନ୍ଦ୍ର, ସେ ଏତେ ବଡ ଗ୍ରନ୍ଥ ଲେଖୁଛନ୍ତି, ଜ୍ଞାନ ପ୍ରାପ୍ତ କରିଛନ୍ତି, ବେଦାନ୍ତ ସାର ଗ୍ରନ୍ଥ କରିବା ପାଇଁ ଯାଉଛନ୍ତି, ଦ୍ୱିତୀୟ ନମ୍ବର ଶ୍ଲୋକରେ ସେ ଗୁରୁଙ୍କୁ ପ୍ରଣାମ କରୁଛନ୍ତି। ଶ୍ଲୋକଟା ପଢିଦେଲେ ଆମେ, କହୁଛନ୍ତି କିଏ? ସେ ଯେ ଗୁରୁ ଅତୀତ ଦ୍ୱୈତ ଭାନତଃ, ଅର୍ଥାତ୍ ଯିଏ ଜୀବନରେ ଦ୍ୱୈତକୁ ନଷ୍ଟ କରିଦେଇଛନ୍ତି। ଅତୀତ ଦ୍ୱୈତ ଭାନତ, ଦ୍ୱୈତ ଭାନତ, ଦ୍ୱୈତକୁ ଯିଏ ନଷ୍ଟ କରିଛନ୍ତି, और ଭାନତ ମାନେ ଯୋଉ ଅନୁଭବ କରୁଛନ୍ତି, ଯିଏ ସାକ୍ଷାତକାର କରିଛନ୍ତି। ଆଉ ସିଏ ଅଦ୍ୱୟାନନ୍ଦାନ ଗୁରୁନ୍, ଗୁରୁଙ୍କର ବୋଧେ ସ୍ୱାମୀ ସଦାନନ୍ଦଜୀଙ୍କର ଗୁରୁଙ୍କର ନାଁ ହଉଛି ଅଦ୍ୱୟାନନ୍ଦ, ସ୍ୱାମୀ ଅଦ୍ୱୟାନନ୍ଦ। ଅଦ୍ୱୟାନନ୍ଦନ ଗୁରୁନ୍ ଅର୍ଥତଃ ମାନେ ବड़ा ସୁନ୍ଦର କରୁଛନ୍ତି, ମାନେ ନାମତଃ ଅଦ୍ୱୟାନନ୍ଦ,
ଏବଂ ଅର୍ଥତଃ ଅଦ୍ୱୟାନନ୍ଦ ମାନେ ଯେମିତି ମାଧବାନନ୍ଦ କାଲି ମୋ ନାଁରେ ଜଣେ କହୁଥିଲେ ଏ ସ୍ୱାମୀଜୀ ମାଧବାନନ୍ଦ ମାନେ ମାଧବ କୃଷ୍ଣ କୃଷ୍ଣଙ୍କ ଜୀବନରୁ ମଧ୍ୟ କେବେ ଦୁଃଖ ଆସେନି। ଦୁଃଖ ଆସିଲେ ମଧ୍ୟ ସେ କେବେ ପ୍ରକାଶ କରୁନାହାନ୍ତି, ଦୁଃଖକୁ ପଢେଇ ଦେଇଛନ୍ତି ବରଂ ଦୁଃଖ ପଳେଇ ଯାଇଛି। ଯେମିତି ଗୁରୁଦେବ କହୁଥିଲେ you tell your problem that you are not big in front as compared to my God. My God is big, you are very small. So how can you stand in front of me? Because my God is standing in front of me. କେତେ ସୁନ୍ଦର ଭାବାର୍ଥ ଦେଖନ୍ତୁ। ଅର୍ଥାତ୍ ଯଦି ପ୍ରୋବ୍ଲେମ କୁ ଦୁଃଖ କୁ ଆପଣ କହିବେ କି ତୁମେ ବଡ ନୁହଁ, ମୋ ଆଗରେ ମୋ ପରମାତ୍ମା ବଡ ଅଛନ୍ତି। ଯଦି ତୁମେ ଠିଆ ହବ ତୁମେ ତାଙ୍କ ଆଗରେ ଛୋଟ ଲାଗିବ। କାହିଁକି ତାହେଲେ ମତେ ହଇରାଣ କରୁଛ ଠିଆ ହଉଛ? କାରଣ ତୁମେ ତ ଛୋଟ ହେଇଯିବ। ମୋ ମୋ ଦୃଷ୍ଟିରୁ ପରମାତ୍ମା ବଡ, ମୋ ଭଗବାନ ବଡ। ଯେତେବେଳେ ତମେ ଛୋଟ ହବ ବେଟର ଚାଲିଯାଅ। ଦେଖିବେ ଦୁଃଖ ମଧ୍ୟ ପ୍ରୋବ୍ଲେମ ମଧ୍ୟ ଲଜ୍ଜା ହେଇକି ଏମ୍ବାରେସ୍ ପୋଜିସନ ହେଇକି ପଳେଇଯିବ। ସେମିତି ଅଦ୍ୱୟାନନ୍ଦ ଅର୍ଥାତ୍ କେବଳ ମୋ ଗୁରୁଙ୍କର ନାମ ନୁହଁ, ଅର୍ଥତଃ ଅର୍ଥତଃ ମନେ ରଖିଥାନ୍ତୁ। ଅର୍ଥତଃ ଅର୍ଥାତ୍ ଅର୍ଥ ଅଦ୍ୱୟାନନ୍ଦର ଅର୍ଥ କଣ? ଅଦ୍ୱୟାନନ୍ଦ ଯୋଉଟା ପ୍ରଥମେ କୁହାଗଲା ଅଖଣ୍ଡମ ସଚ୍ଚିଦାନନ୍ଦମ, ଯୋଉ ପରମାତ୍ମାଙ୍କର ମାନେ ଗୁରୁ ହିଁ ପରମାତ୍ମା। ଗୁରୁର୍ ବ୍ରହ୍ମା ଗୁରୁର୍ ବିଷ୍ଣୁ ଗୁରୁର୍ଦେବୋ ମହେଶ୍ଵର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ଅର୍ଥ ହିଁ ଗୁରୁ ପରମାତ୍ମା। ତ ସିଏ ମୋର ଯିଏ ଗୁରୁ ସିଏ ବ୍ରହ୍ମା, ସେ ପରମାତ୍ମା ଏବଂ ସେ ଅନୁଭବ କରିଦେଇଛନ୍ତି ଅଦ୍ୱୟାନନ୍ଦ, ଅଦ୍ୱୟ ଆନନ୍ଦକୁ ଅନୁଭବ କରିଛନ୍ତି। ଗୁରୁ ଆରାଧ୍ୟ, ମୁଁ ତାଙ୍କୁ ଆରାଧନା କରୁଛି, ମୁଁ ତାଙ୍କୁ ପୂଜା କରୁଛି। ଯଥା ମତି, ମୁଁ ମତି ଅନୁସାରେ। ସଦାନନ୍ଦ କହୁଛନ୍ତି ମୁଁ ତ ପ୍ରବଚନ ଦେବି ନା, ମୁଁ ତ ବର୍ତ୍ତମାନ ଗ୍ରନ୍ଥ ଲେଖିବି, କିନ୍ତୁ ମୋ ମତି ଅନୁସାରେ। ଦେଖନ୍ତୁ ଆମେ ବି ମୁଁ ବି ମୋ ମତି ଅନୁସାରେ କହିବି, ଆପଣ ବି ଆପଣଙ୍କ ମତି ଅନୁସାରେ ବୁଝିବେ। ମତି ମାନେ କଣ? ଗୋଟେ ପାତ୍ର, ଯାହାର ପାତ୍ର ଯେମିତି ବଡ, ତେଣୁ ଆମର ମତିକୁ ଆମେ ଯେତେ ବଡ କରିପାରିବା ସେତେ ହେଇପାରିବ, ଏକ୍ସପାଣ୍ଡ କରିପାରିବା। ବଙ୍ଗାଳୀର ଗୋଟେ କଥାବାର୍ତ୍ତା ଅଛି ନା, ଯଦି ହବେ ସଜ୍ଜନ ତେତୁଲ ପତେ ତେର ଜନ। ଯଦି ସଜ୍ଜନ ହେଇଥିବେ ଗୋଟେ ତେତୁଲ ପତେ ମାନେ ତେନ୍ତୁଳି ପତ୍ରରେ ମଧ୍ୟ, ଇମିଲି ପତ୍ରରେ ମଧ୍ୟ 13 ଜଣ ଖାଇପାରିବେ। ଆଉ ଯଦି ଦୁର୍ଜନ ହେଇଥିବ ତ କେଲା କବଡା ପତ୍ର ମଧ୍ୟ ଖାଇପାରିବାନି, ଝଗଡା ହେଇଯିବ। ତେଣୁ ଯଥା ମତି ଅର୍ଥାତ ମୋ ମତିକୁ ମୁଁ ବହୁତ ବଢଉଛି ସେ ପରମାତ୍ମାକୁ ଅନୁଭବ କରିବା ପାଇଁ। ବେଦାନ୍ତ ସାରମ୍ ବକ୍ଷେ, ମୁଁ ବେଦାନ୍ତ ସାର କରୁଛି। ବେଦାନ୍ତ ସାର ଗ୍ରନ୍ଥକୁ କହୁଛି, ୟା ବେଦାନ୍ତର ସାର। ବେଦାନ୍ତର ସାର କଣ? ଅହମ ବ୍ରହ୍ମାସ୍ମି। ବେଦାନ୍ତ କଣ? ଆଗେ ତୁରନ୍ତ ସୂତ୍ରରେ କହିଦେବେ ବେଦାନ୍ତ କଣ। ତେଣୁ ବେଦାନ୍ତ ସାର ମୁଁ କହୁଛି, ଅର୍ଥାତ୍ ବେଦାନ୍ତ ସାର ଗ୍ରନ୍ଥ କହୁଛି। ଆଉ ସେକେଣ୍ଡ ହଉଛି ବେଦାନ୍ତର ସାର। ବେଦାନ୍ତ କଣ ଆମେ ଆଜି ପଢିବା, କାଲି ଆମେ ଦେଖିବା ବେଦାନ୍ତ ସାର। ବେଦାନ୍ତ ନାମ उपनिषत् प्रमाणम् उपनिषत् प्रमाणम् तदुपकारिणे सदुपकारिणी शारीरिक सूत्रादीनि च शारीरिक सूत्रादीनि च। तो वेदांत नाम उपनिषद प्रमाणम तद उपकारिणी शारीरिक सूत्रादीनि च। ये अर्थटा ମୁଁ କାଲି ବୁଝେଇବି ବେଦାନ୍ତ କଣ। ତ ବେଦାନ୍ତ ସାର ମୁଁ କହିବା ପାଇଁ ଯାଉଛି କହିକି ଆଚାର୍ଯ୍ୟ ଖୁଦ ସଦାନନ୍ଦ କହୁଛନ୍ତି, ଗ୍ରନ୍ଥ କହୁଛି। କେତେ ସୁନ୍ଦର ଲେଖିଲେ। ପ୍ରଥମ ଶ୍ଲୋକଟି କଣ ହେଲା ମନେ ରଖିଥାନ୍ତୁ। ଏଇ ମଙ୍ଗଳାଚରଣ ପରମାତ୍ମାଙ୍କର 5ଟି ନାଁ ଦେଲେ। ଅଖଣ୍ଡ, ସଚ୍ଚିଦାନନ୍ଦ, ଅବାଙ୍ଗ ଗୋଚର, ଆତ୍ମାନ, ଅଖିଲାଧାର। 5ଟା ନାଁ ଦେଲେ। ଆଶ୍ରୟ ପ୍ରଣାମ କରୁଛୁ କଣ ପାଇଁ? ଅଭୀଷ୍ଟ ସିଦ୍ଧ। କଣ ଅଭୀଷ୍ଟ ସିଦ୍ଧ? ଗ୍ରନ୍ଥ ସପରିସମାପ୍ତି। ଆଉ ମନୁଷ୍ୟର ପ୍ରତ୍ୟେକ ମନୁଷ୍ୟର ଅଭୀଷ୍ଟ କଣ? ଲକ୍ଷ୍ୟ ସାକ୍ଷାତକାର, ପରମାତ୍ମା ସାକ୍ଷାତକାର, ଗଡ ରିଅଲାଇଜେସନ। ସେକେଣ୍ଡରେ ଗୁରୁଙ୍କୁ ପ୍ରଣାମ କରୁଛୁ। ଗୁରୁ କିଏ? ଅଦ୍ୱୟାନନ୍ଦ।
से अद्वैतानंद अर्थतः ଏବଂ ସେ କଣ କରିଛନ୍ତି ଦ୍ୱୈତକୁ ଅତୀତ କରିଦେଇଛନ୍ତି। ଆନତଃ ମାନେ ଅନୁଭବ କରିଦେଇଛନ୍ତି। ଦ୍ୱୈତ ତାଙ୍କ ଜୀବନରେ ଆଉ ନାହିଁ, ଅଦ୍ୱୈତ ଅଛି। ଆନତଃ ଆଉ ତାଙ୍କରି କୃପାରୁ ମୁଁ ଆରାଧ୍ୟ ତାଙ୍କୁ ଆରାଧନା କରୁଛି। ଯଥାମତି ମୋର ମତି ଅନୁସାରେ ଏଇ ଗ୍ରନ୍ଥକୁ ବେଦାନ୍ତ ସାର ଗ୍ରନ୍ଥକୁ ମୁଁ ପ୍ରାରମ୍ଭ କରୁଛି। ପ୍ରଶ୍ନ ହବ ବେଦାନ୍ତ କଣ? ଆପଣ ବେଦାନ୍ତର ସାର ଲେଖିଛନ୍ତି, ତେଣୁ ବେଦାନ୍ତ କଣ ସେଟା ମାନେ କାଲି ଦେଖିବା। ଓମ୍ ପୂର୍ଣ୍ଣମଦଃ ପୂର୍ଣ୍ଣମିଦಂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାवशिष्यते। ओम शांति शांति।